ନବୀନଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଗାଁ ଗାଁ ଓ ଘରେ ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ ଅକ୍ଟୋବର 2ରୁ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ସେହି ପଦଯାତ୍ରା ନଭେମ୍ବର 15 ତାରିଖରେ ଉଦ୍ଯାପିତ ହୋଇଯାଇଛି। ବିଜେଡ଼ିର ଦଳୀୟ ପଦଯାତ୍ରା ନିଜ ଦଳ କାର୍ଯ୍ୟାଳୟ ନରେନ୍ଦ୍ର କୋଣଠାରୁ ପ୍ରାୟ 10,000ରୁ ଉର୍ଦ୍ଧ୍ୱ ଲୋକ ଶରଧାବାଲିଠାରେ ଏକତ୍ରିତ ହୋଇଥିଲେ। ଶୋଭାଯାତ୍ରାରେ ବାଜା ସହ ବିଭିନ୍ନ ନୃତ୍ୟ ଦଳ ସାମିଲ ହୋଇଥିଲେ। ଏହି ସଭାରେ ବିଜେଡ଼ିର ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଯୋଗଦେଇ କହିଲେ, ଶଙ୍ଖକ୍ଷେତ୍ର ପୁରୀରେ କେତେକ ଶଙ୍କୁନି ପରି କୁଜିନେତା ଦଳକୁ ହରାଇବା ପାଇଁ ବିଜେପି ସହ ସମ୍ପର୍କ ରଖି ଦଳକୁ ହରାଇଥିଲେ। ସେହି ନେତାମାନଙ୍କୁ ଲୋକ ଏବେ ପରଖି ସାରିଲେଣି। ଦୀର୍ଘ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ବିଜେଡ଼ି ପୁରୀରେ ବିରାଟ ବନ୍ଧ ପରି ରହିଥିଲା। କେତେକ କୁଚକ୍ରୀ ନେତା ବନ୍ଧରେ ଘଳିଆ ଖୋଲି ବିଜେଡ଼ିକୁ ପରାଜିତ କରିଥିଲେ। ସେମାନଙ୍କୁ ଏବେ ଜନତା ଭଲ ଭାବେ ପରଖି ସାରିଲେଣି। ପ୍ରକୃତ ଶଙ୍ଖ ଓ ନକଲି ଶଙ୍ଖ ଲୋକେ ବାଛିବାକୁ ସମର୍ଥ ହେଲେଣି। ଆଗାମୀ ବିଧାନସଭା ନିର୍ବାଚନ ଓ ପୌର ନିର୍ବାଚନରେ ବିଜେଡ଼ି ଜୟଯାତ୍ରା କରିବ ବୋଲି ଶ୍ରୀ ମହାନ୍ତି ମତ ଦେଇଥିଲେ। ଏହି ସଭାରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତିଲତା ପ୍ରଧାନ, ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାସ, ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ନଗର ବିଜେଡ଼ି ସଭାପତି ସବ୍ୟସାଚୀ ମହାପାତ୍ର, ବରିଷ୍ଠ ଆଇନଜୀବୀ ବିଜୟ ମିଶ୍ର, ଯୁବ ନେତା ଭକ୍ତଚରଣ ଦାସ, ନାରାୟଣ ପଟ୍ଟନାୟକ, ରଞ୍ଜିତା ମହାନ୍ତି, ପ୍ରୀତମ ଜଗଦେବ, ପ୍ରଦୀପ୍ତ ନାୟକ, ବାବୁଲା ପ୍ରସାଦ, ଘନଶ୍ୟାମ ମର୍ଦ୍ଦରାଜ, ବଳରାମ ରେଡ୍ଡି, ଜମ୍ବେଶ୍ୱର ମହାନ୍ତି, ବିନୋଦିନୀ ଦାସ, ପୁଷ୍ପାଞ୍ଜଳି ରଣା, ମିଶନ ଶକ୍ତି ମହିଳା ସଭାନେତ୍ରୀ ଦୀପ୍ତି ରାଉତରାୟ, ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ସୁନୀଲ ମହାନ୍ତି, ରାଜ୍ୟ ବିଜେଡ଼ି ସମ୍ପାଦକ ଷ୍ଟାଲିନ ପରିଜାଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ।